वक्रतुण्डं विश्वधारं गगनसदृशं मेघवर्णं शुभांगं। ଏହି ପବିତ୍ର ଶ୍ଲୋକକୁ ସ୍ମରଣ କରି ସମ୍ମାନ୍ୟ ସଭାପତି ମହୋଦୟ, ଆଦରଣୀୟ ବିଚାରକ ମଣ୍ଡଳୀ, ପୂଜନୀୟ ଗୁରୁଜନ ଏବଂ ଉପସ୍ଥିତ ସମସ୍ତ ଶ୍ରୋତାବୃନ୍ଦଙ୍କୁ ମୋର ସଶ୍ରଦ୍ଧ ପ୍ରଣାମ। ବିତର୍କ କେବଳ ମତଭେଦର ମଞ୍ଚ ନୁହେଁ, ବରଂ ବିବେକ ଓ ସତ୍ୟର ସନ୍ଧାନର ଏକ ମାଧ୍ୟମ। ସେହି ଉତ୍ତମ ଉଦ୍ଦେଶ୍ୟକୁ ହୃଦୟଙ୍ଗମ କରି ଆଜିର ଏହି ବିତର୍କ ପ୍ରତିଯୋଗିତାରେ ମୁଁ ମୋର ମତ ଉପସ୍ଥାପନ କରିବାକୁ ଉପସ୍ଥିତ ହୋଇଛି। ମୁଁ ଅନୁଷ୍କା ତ୍ରିପାଠୀ, ଷଷ୍ଠ ଶ୍ରେଣୀର ଜଣେ ଛାତ୍ରୀ, ଗର୍ବର ସହିତ ନୋବେଲ ସିଦ୍ଧାର୍ଥ ଇଂରାଜୀ ବିଦ୍ୟାଳୟକୁ ପ୍ରତିନିଧିତ୍ୱ କରୁଛି। ମୁଁ ଆଜି ସ୍ୱଚ୍ଛ ଭାରତ ହେଉଛି ଏକ ଶକ୍ତିଶାଳୀ ଭାରତର ମୂଳଦୁଆ ବିଷୟରେ ମୋର ମତ ଉପସ୍ଥାପନ କରିବାକୁ ଯାଉଛି। ତା ପୂର୍ବରୁ ମୁଁ ଏକ ଛୋଟ ପ୍ରେରଣାଦାୟକ ଉକ୍ତି କହିବାକୁ ଚାହୁଁଛି। ଯେଉଁଠାରେ ସ୍ୱଚ୍ଛତା ସେଠାରେ ସ୍ୱାସ୍ଥ୍ୟ, ଯେଉଁଠାରେ ସ୍ୱାସ୍ଥ୍ୟ ସେଠାରେ ଶକ୍ତିଶାଳୀ ଭାରତ। ପ୍ରଥମତଃ ସ୍ୱଚ୍ଛତା କେବଳ ପରିବେଶକୁ ସୁନ୍ଦର ରଖେ ନାହିଁ, ଏହା ଏକ ସୁସ୍ଥ ସମାଜର ଭିତ୍ତି ତିଆରି କରେ। ଅପରିଷ୍କାର ପରିବେଶ ରୋଗକୁ ବଢ଼ାଇଥାଏ। ତେବେ ସ୍ୱଚ୍ଛତା ହେଉଛି ସୁସ୍ଥ ନାଗରିକ ଓ ସୁଦୃଢ଼ ରାଷ୍ଟ୍ରର ପ୍ରଥମ ପାହାଚ। କିନ୍ତୁ ସ୍ୱଚ୍ଛ ଭାରତର ଅର୍ଥ କେବଳ ରାସ୍ତାଘାଟ ସଫା କରିବା ନୁହେଁ, ଏହା ଆମ ଚିନ୍ତାଧାରା ଓ ଅଭ୍ୟାସ ସହିତ ମଧ୍ୟ ଜଡ଼ିତ। ଆମେ ଆବର୍ଜନାକୁ ଯେଉଁଠି ସେଇଠି ନ ପକାଇ ଶୁଖିଲା ଆବର୍ଜନା ଓ ଓଦା ଆବର୍ଜନା ଅଲଗା ରଖିବୁ, ପ୍ଲାଷ୍ଟିକର ବ୍ୟବହାର କମେଇବୁ କିମ୍ବା ରାସ୍ତାଘାଟକୁ ନିଜ ଘର ପରି ସଫା ରଖିବୁ, ତେବେ ଏହା କେବଳ ପରିବେଶ ସୁରକ୍ଷା ନୁହେଁ, ଏହା ଦାୟିତ୍ୱବୋଧର ପରିଚୟ। ଯେପରିକି ଆମେ କହୁ, ମୋ ଘର, ମୋ ଗାଁ, ମୋ ସହର, ସ୍ୱଚ୍ଛ ରହୁ ସାରା ଦେଶ ଆମର। ଏକ ପରିଷ୍କାର ସହର, ଐତିହାସିକ ସ୍ଥାନ କିମ୍ବା ପର୍ଯ୍ୟଟନ କ୍ଷେତ୍ର ଦେଶ ବିଦେଶର ପର୍ଯ୍ୟଟକକୁ ଆକର୍ଷିତ କରେ। ପର୍ଯ୍ୟଟନ ବଢ଼ିଲେ ରୋଜଗାର ବଢ଼େ, ଦେଶର ଅର୍ଥନୀତି ମଧ୍ୟ ଗତିଶୀଳ ହୁଏ। ତେବେ ପ୍ରଶ୍ନ ହୁଏ, ସ୍ୱଚ୍ଛ ଭାରତକୁ ଗଢ଼ିବାର ଦାୟିତ୍ୱ କାହାର? ସରକାରଙ୍କର ନା ଆମର? ସରକାର ଏହି ଦିଗରେ ବିଭିନ୍ନ ଯୋଜନା କରିଛନ୍ତି। ସେହି ଯୋଜନାକୁ ସଫଳ କରିବାର ଦାୟିତ୍ୱ କେବଳ ଆମର। ବିଶେଷ କରି ଯୁବାପିଢ଼ି ଯଦି ସ୍ୱଚ୍ଛତାକୁ ନିଜ ଜୀବନରେ ଅଭ୍ୟାସରେ ପରିଣତ କରିବେ, ତେବେ ପରିବର୍ତ୍ତନ କେବଳ ଆଜି ନୁହେଁ, ଆଗାମୀ ପିଢ଼ି ପର୍ଯ୍ୟନ୍ତ ପହଞ୍ଚିବ। ଶେଷରେ ଆମେ ମନେ ରଖିବା ଆବଶ୍ୟକ ଯେ ସ୍ୱଚ୍ଛତା କେବଳ ଗୋଟିଏ ଦିନର ଅଭିଯାନ ନୁହେଁ, ଏହା ନିରନ୍ତର ଅଭ୍ୟାସ। ଆମେ ଯେଉଁ ପରିବେଶ ଏବେ ଗଢ଼ିବା, ଆଗାମୀ ପିଢ଼ି ସେହି ପରିବେଶରେ ହିଁ ନିଜ ଭବିଷ୍ୟତ ଗଢ଼ିବ। ପରିଶେଷରେ ମୁଁ ଏତିକି କହିବାକୁ ଚାହୁଁଛି ଯେ ସୁଦୃଢ଼ ଯୁକ୍ତି, ସତ୍ୟ ଏବଂ ବିବେକ ହିଁ ଆମ ପ୍ରକୃତ ପଥ ପ୍ରଦର୍ଶକ। ମୋର ମତକୁ ଧୈର୍ଯ୍ୟର ସହିତ ଶ୍ରବଣ କରିଥିବାରୁ ଆପଣମାନଙ୍କୁ ମୋର ଆନ୍ତରିକ ଧନ୍ୟବାଦ। ଜୟ ଜଗନ୍ନାଥ, ବନ୍ଦେ ଉତ୍କଳ ଜନନୀ।